शांत मां शांते शांते शांत गोटे भाव रखिछु शांते शांते सुनि मारि पारुनी तुमको सुबुन की हां शांत तुम दक्षिण ब्रेक करी पकई आइलो हाय के हाथ तो बदर है अरे बाड़ी क्या हां तू शांत को नमस्कार होते रे तू बाड़ी क्या इतने हेलो जपा कौन आज राति अधरे कुआड़ जाइथलु जे हां खाली गंधौचु मोला सुइच साट सेंट मारी के गंधौती मारान पूरा खिमजी सुनना शांते हां कौन कहबी ओढ़नी उड़ी दिलिला इंडिया दोहली हले दिलिला इंडिया दोहली तमर कोन या सहित रे लिक रहउची की नीति रहते बाड़ी के तुमको भारी भलो पाउ ए बाड़ी पाठी हेलो हां कौन कहला तम सहित कोन यार लिक रहउची आगु थेला अब कटि जाई शांते बेसी कथा ता करन देमी इटा के अच्छा मन खलिबा मनर तना चंपा चंपा बोली हेलो भोक होलानी तो मुगली चंपा कुआडे गला आउ ता माने भात तो के उडे खाइदेल टिके थय रहिबो बाड़ी खे तमे केतेलु गाय जानी के सिलणी आमे हां आमे आसिलु 6:30 रे गाय कुआडे छाड़िछ गाय से कुदाड़े छाड़ी देइछु बाड़ी खे गाय हुड़ाडे छाड़िछ काहे ते हे कोन सारे ये खाली बाड़ी खियाबो कुजी याकू केही पचारु नथिले ये बालुगाटी सुकुआबी कुथला मु आकू धरि कि आनिछि तो बोपार 40 वर्ष चाष होतला त मो मा तो विवाह करदला अरे बाड़ी खे मो मा तो 40 बाटी देकी विवाह करछि बाड़ी खे सेई कथा नहीं सारे पंजड़ किया खिया कथा मोर आसिकी जुबक पुଅ होलानी ये ताकू रही जाऊ मु ता बोउ क्षेत्र बाहर रही साथे कोन कहि मो दुखर कथा ये बाड़ी खा को दौड़ बाई बाहर जे हेठी का कोन कहउछ ये समस्त जहा मानकर पिला छुआ हला ये बाड़ी खा स्कूल बेरंडा सोई सोई दिन गला गाई जगु जगु हुडारे तार दिन सारा काळ सरला हला एठी गति तो शांते। पुଅ थिला तू तो करकटी बांध मोर पिला नाही की बिचिका नाही बाड़ी खानी अलो पिचिका किछि कोन नहीं किछि नाही कर धार उधार मारी धार उडा बाड़ी खा दियर मन कहिते से बाड़ी खा करले तुम टिक आस घर आडे न नै छिबो दुआर पर बसुली आगे रे आगर की अछि दुआर दियर कहीं देखा जाना हती आ गोटे नेगी गेले हंदानी गुडा नेगी गोटे हंदानी से पछ दियरटा को नेकी जीबी हेठी का के ए चंपा चंपा बोली मते किए डाकुची हां चंपा चंपा बोली ए चंपा तरे तापरा चंपा तरे तापरा दुखी पड़ी आ चंपा ये संध्या जो आसिला ए तीन चारटा टोका के साथ खाली बुलिला हेटी आज जहार नाच होनी की से सरू अरुआ करथले मो देख भारी ए हला
তুমি যে ନାଲି ବଗଡ଼ା ଭାତ ରସ କରୁଛ ହେଇଟି ହଁ। ସେଗୁଡ଼ାକ ମୋ ଦେହରେ ଜମା ଯାଉନି ତୋତେ ଆଜି ହିଟ୍ କରିଦେଇଛନ୍ତି ଏ ଉଷୁନା ଖାଇଲେ ମୋର ପେଟ କାଟୁଛି ଆହା ଚମ୍ପା ଚମ୍ପା ବୋଲି କଣ ତୋ ବୋପା ଘର ପରା କଣ ପିଠା ଦେଇଥିଲେ 7 ମାସ ତୋର ହେଇଥିଲା 7 ମାସ ନଷ୍ଟ ହେଲା ବଡ଼ିକ୍ଷା ଏ ସେ କଥା ମୁଁ ଜାଣିଛି ଦିଅର ଘଇତା ଗଲେ କଲିକତା ଗଲେ କଲିକତା ଉଷୁନା ଖାଇଲେ ମୋର ପେଟ କାଟୁଛି ଆହା ନୂଆ ବୋଉ ତମକୁ ଭୋକ ଲାଗୁଥିଲା ପରା ଆଜ୍ଞା ହେ ହଁ କଣ ତୁ ମୁଁ ଶୁଣୁଛି ଗୋଟେ ବୁଢା ସାଥିରେ କଣ ଯିବା ଆସିବା ଏବେ କଲାଣୁ ସିଏ ଆମ ନନା ହେବେ ନନା ହେବେ ହଁ, ବଡ ସେ ନନା ନନାକୁ ଟିକେ ଦଖେଇଲୁ କେମିତି ନନା ଟିକେ ଚିକିଣିଆ କି ଚିକିଣିଆ ଦେଖିଆ ଟିକେ ନନାଙ୍କୁ ଦେଖିବ ହଁ ଏ ମଲା ଏଇରେ ଦେଖ ଏଇଠି ନନା ହ୍ୟାଲୋ ନନା ସେ ନନା ତ ପରିସ୍ରା ବସିଲେ ତଳକୁ ଯାଉନି ସେ ପିଲା ସେମିତି ନୁହଁ ବଡ ନନା ହେବେ ତାଙ୍କ ତମେ ଯେତେବେଳେ ଗାଈ ଚରିବାକୁ ଜାଣିନଥିଲେ କି ହଁ। ନନା ହାତରେ 2-3 ଥର ଘରକୁ ଆସନ୍ତି ଓହୋ। ତାଙ୍କର ଆମର ଟିକେ ନିବିଡ଼ ସମ୍ପର୍କ ହେଇଯାଇଛି ଓହୋ। ଖାଲି ନନା ହେଇଠି ଖାଲି ନନା ହଁ। ହେଇଠି ପଖାଳ ଭାତ ଆଣିଛି ବଡି ଚୁରା ମୁଁ କରିଛି ଓଲି ପିଆଜ ପକାଇ ଶାଗ ଭାଜିଛି ଆହା ଚମ୍ପା ଚମ୍ପା ବୋଲି ସାତ ପଡା ହାଟ ଗଲି ପାତୁଆ କିନେ ଆଣିଲି ବାଲୁଗା ଚୁଙ୍ଗୁଡ଼ି ଦେଇ ଘାଣ୍ଟ କରିଛି ଆହା ନୂଆ ଏଇଠି ଚପା ତମକୁ ଭୋକ ଲାଗିବନି ତମେ ଖା ଗାଈ କି କ୍ଷୀର ଦୁଆ ଏ ଚପା କଣ ଆମ ଯୋଉ ଗ୍ୟାଙ୍ଗରେ ଆମର ସେଇ ୟାମା ଭାଇ ଅଛନ୍ତି ହୁଁ। ମୁଁ ଶୁଣୁଛି କଣ 3 ଦିନ ତାଙ୍କ ଘରକୁ ଯାଇଥିଲୁ ମୁଁ 3 ଦିନ ଯାଇଥିଲି ଭାଇ ହାତରେ ଏଇ ରାକ୍ଷୀ ଶାଢୀ ଆଣିଛୁ ତାଙ୍କଠୁ ନା ନା ମୁଁ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ତମେ ବାଡି ଖା ହଁ। ଖାଇଲା ପରେ ଗାଈ ଦୁଆ ଘରକୁ ନେଇକି ହେ ଯିବା ଚପା କଣ ତୁ ଟିକେ ଗାଈ ଦୁଇ ଦିଏ ଅନୁରୋଧ କରି କହ ହାଲୋ ଗାଈ ଦୁଇଲେ ପୁଣି କେତେ କାମ ଅଛି କଣ କରିବା କଣ କିଏ କର- ଗାଈ ଦୁଇ ଦିଏ ତୁ ମୁଁ ଗାଈ ଦେବି ହଁ ତମେ ଆରେ ମାନେ ତମେ ଆକେ ଖାଉନା ଗାଈ କି ଆଣେ ଗାଈ କି ଆଣେ ଆଲୋ ତମେ ଆକେ ଖା ହଁ
ଚମ୍ପା କହିଥିଲା ବଡି ପକେଇଛି ସାରୁ ପକେଇଛି ସବୁ ଦେଖିଲା ଆସିକି ଶୁଖିଲା ରୁଟି କି କଦଳୀ ଖା। ଆମେ ଜାଣିଛୁ ତମେ ଆମକୁ ଆଉ ଦବ ନାହିଁ। କୃଷ୍ଣ ଭାଇ ସେ ଖାଇଲେଣି ତମେ ଖା। କସୁରୀ ଗାଈ କୁହାଗଲା କସୁରୀ ଗାଈ କାରଣ କ୍ଷୀର ଦିଆ ହବ ତାପରେ କେତେ କାଠ ସେ ଗାଈ ଆଣେ ମାନେ ଆଣେ ନହେଲେ ବାଡ଼ିଆ ଖାଇବୁ ନା। ଆଲୋ କ୍ଷୀର ତୁମେ ଦିଅନ୍ତି ଏଇ ମଣିଷ ଆଲୋ କ୍ଷୀର ମୁଁ ଦିମେ ତମେ ଦିଅ ନାଇଁ ଚମ୍ପା ତୁ ଦିଅ ତୋ ମୁଠା ଟିକେ ଜୋର ପଡିବ ମୁଁ ବୁଢା ଲୋକ। ମୁଠା ତମେ ଗାଈକି ଛନ୍ଦ ପକେଇଲ ମାନେ ଛନ୍ଦ ପକା। ଆଲୋ ମୋର କସୁରୀ ଘାସ ଫାସ କଣ ପହ୍ନା କେଡ ବଡ କରିସିଲ ଆଲୋ ବାଡ଼ିକା ଗରମ ହଉଥିଲା ଷଣ୍ଢ ପାଖକୁ ଛାଡ଼ିଲିନି ଆଉ ଗୋଟା ଜନ୍ମ କରିଥାନ୍ତା। ଆଲୋ କ୍ଷୀର କଣ କଣ ଆଲୋ ସେ ପୁରା ଷଣ୍ଢୁଟା ଏ ଭଗବାନ କଣ କଲୁ? କଣ କଲି? ଆଲୋ ତୋ ହାତରୁ ଜଣା ପଇଲାନି ମୁଠାରୁ। ଆଲୋ ମୁଁ କଣ କରିବି? ଷଣ୍ଢର ତ ମୋଟା ଥିବ। ଯାହା ମାନେ ହସୁଥିବେ ହେଲେ ମୁଁ ଗାଈକି ଦୁଇଁକୁ ଷଣ୍ଢକୁ ଦଉଛି। ଶୁଣୁନା ମୋ ହାତକୁ ଗେଟାଳିଆ ଲାଗିଲା ମୁଁ ଚେର କରୁଛି ସେ ହାତଟା ଗେଟାଳିଆରେ ନଡିଆ ବଜୁଛି। କଣ କହିବି ଏ ବାଡ଼ି ଖାଏ ଗାଈ କୁହାଗଲା ଷଣ୍ଢୁଟାକୁ ଏଠିକି ଆଣିଛ। ହଉ ଚମ୍ପା କଣ ସେ ବାନା ପଛେ ଗାଈ ଦୁଇଁବ ଆଉ ତୁ ଘରକୁ ଯା। ସେ ଗାଈ ବୋଧେ ଗରମ ହବାକୁ ଷଣ୍ଢ ପାଖକୁ ପଳେଇଛି। ଆଉ ଗୋଟେ ନୁହେଁ ତମେ ଗୋଟେ କାମ କରିଛ ଆଜି ଯାହା ନାଚ କରୁଛି ଦଜମାନ ନାଚ ଆମେ ରାତିରେ କଣ ସତ କଥା ତ ଆମେ ରାତିରେ କଣ ଆରେ ମାଗି ଯାଚି ଚଳିଆ ଲୋକ ଆମେ ଆଉ ମାନେ ରାତିରେ କଣ ଆମେ ପାଣ ପାଣ ବାଡ଼ି ଖା ଗାଈ କାହିଁ ଧରୁଛୁ ପାଣ ଗୌଡ଼ କକାଳ କୁଷ୍ମାଣ୍ଡ ମୋ ନାଁ ହଉଛି ପାଣ ପାଣୁ ପାଣୁଆ ତେଣୁ ଗୌଡ଼ ବେହେରା ପାଣୁଆ ବାଡ଼ିକା ତୁ ସାହିତ୍ୟ ଲେକ୍ଚର କାହିଁକି ପାଣୁଆ ଗୌଡ଼ ଶୁଣ ଆଜି ନାଚ ହଉଛି ଯୋଉ ସାନ୍ତଙ୍କ ନାଚ ହଉଛି ସେ ଆମ ସେବା କରିବେ। ଆଜି ଗାଁ ଖାଇବାକୁ ଦେଇଛନ୍ତି। ଗାଁ ଖାଇବାକୁ ଦେବେ ପଇସା ଖର୍ଚ୍ଚ କରୁଛନ୍ତି ଆଉ ମୁଁ କିଛି ଦେବିନି ଦେବେନି ତମକୁ ଲୁଙ୍ଗି ଗାମୁଛା ଦେବେ ମତେ କଣ ଦେବେ ପାଟ ଶାଢୀ ତତେ ଫୁଲ ଡେଲିଭରି କରିବେ ନାଇଟି ଦେବେ ଏଇଠି ଲୁକା ଖଣ୍ଡେ ଆଣି ଦିଅ ହେ ସାତେ ଲୁକା ଖଣ୍ଡେ ଆଣି ଦିଅ ମୁଁ ଜାଣିପାରୁନି କାହାର ନାଚ ହଉଛି ଆରେ କୋଉ ଦ୍ୱାର ନାଚ ହଉଛି କୋଉ ଦ୍ୱାର ଏଇ ଦ୍ୱାର ସେଟା ଜରି ପଡିଛି ଭିତର ଚକ ଚକ ଅଛି। ଆଲୋ ମା ଠିକ ଅଛି ଲୁକା ଖଣ୍ଡେ ଆଣି ଦିଅ ହେ ସାତେ ଲୁକା ଖଣ୍ଡେ ଆଣି ଦିଅ तुम्हारी गारे गाई जगु अछु तुम्हारी गारे गाई जगु अछु गौड़नी घर झिया हे साथे गौड़नी घर झिया मुखइता सुना गामुछा पाइबे दक्षिणा को तुमे आण छोट मोटाई संसार मर छोट मोटाई संसार मर जाति गौड़ुणी झिया हे से जाति गौड़ुणी झिया